ରଥ ପାଲଟିଛି ବ୍ୟବସାୟ କେନ୍ଦ୍ର। ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା ହୋଇଥିବାର ଦେଖିବାକୁ ମିଳୁଛି। ରଥଯାତ୍ରା କମିଟି ତରଫରୁ ଗୁଣ୍ଡିଚା ବାଡ଼ିଠାରେ କେଉଁ ସ୍ଥାନରେ କ'ଣ କ'ଣ ବ୍ୟବସ୍ଥା ହେବ ସେ ନେଇ ଏକ ନକ୍ସା କରାଯିବା ସହ ବିଭିନ୍ନ ପ୍ରକାର ନିୟମାବଳୀ କରାଯାଇଥିଲା। କିନ୍ତୁ ସେଥିରେ ବ୍ୟାପକ ବିଭ୍ରାଟ ହୋଇଥିବାର ଦୃଷ୍ଟିଗୋଚର ହୋଇଛି। ରଥଯାତ୍ରା ପରିଚାଳନା ନିମନ୍ତେ କମିଟି ତରଫରୁ ପ୍ରସ୍ତୁତ ହୋଇଥିବା ନକ୍ସାରେ ଷ୍ଟଲ୍ କରାଯିବା ନିମନ୍ତେ ଉପଲବ୍ଧ ସ୍ଥାନ, ରଥ ରହିବା, ମୀନା ବଜାର, ଭୋଗ ଷ୍ଟଲ୍, ପୋଲିସ ବିଭାଗ ଓ ପ୍ରଶାସନ ରହିବା ନିମନ୍ତେ ସ୍ଥାନ ସ୍ଥିରୀକୃତ ହୋଇଥିଲା। କିନ୍ତୁ ତାହା ବାସ୍ତବରେ କିପରି କାର୍ଯ୍ୟକାରୀ ହେଉଛି ଜଣେ ସ୍ୱଚକ୍ଷୁରେ ଦେଖିଲେ ହିଁ ଜାଣିପାରିବ। ଷ୍ଟଲ୍ ଓ ଦୋକାନ ବଜାର କରାଯିବା ନିମନ୍ତେ ଉକ୍ତ ନକ୍ସାରେ ସ୍ୱତନ୍ତ୍ର ଭାବେ ସ୍ଥାନ ନିରୂପିତ କରାଯାଇଥିଲା। ତେବେ ତିନି ରଥ ଯେଉଁ ସ୍ଥାନରେ ରହିଛି ସେଠାରେ ବହୁ ଦୋକାନ ଖୋଲାଯାଇଥିବାର ଦେଖିବାକୁ ମିଳୁଛି। ଏପରିକି ରଥରେ ନିଜ ନିଜ ବ୍ୟବସାୟିକ ପ୍ରତିଷ୍ଠାନର ବ୍ୟାନର ଝୁଲାଇବା ସହ ରଥରେ ପାଲ ବାନ୍ଧି ବିଭିନ୍ନ ପ୍ରକାର ସାମାନ ରଖି ପସରା ମେଲାଉଛନ୍ତି। ଏପରିକି ରଥ ଗୁଡ଼ିକର ଚାରିପଟେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି, ଯାହାକି ରଥଯାତ୍ରା କମିଟିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ବା ନିୟମାବଳୀଗୁଡ଼ିକୁ ଖୁଲ୍ଲାମଖୁଲ୍ଲା ଭାବେ ଉଲ୍ଲଂଘନ ହେଉଛି। ପୌରାଣିକ କିମ୍ବଦନ୍ତୀ ଅନୁସାରେ ଖାଲି ରଥ ଏବଂ ତାର କାଠକୁ ମଧ୍ୟ ଲୋକେ ଦୀପ, ଫୁଲ, ଧୂପ ଦାନ କରିବା ସହ ପୂଜା କରିଥାନ୍ତି। ବର୍ତ୍ତମାନ ମଧ୍ୟ ସେହି ପରମ୍ପରା ଜାରି ରହିଛି। ତେବେ ଯେଉଁଠାରେ ଶ୍ରଦ୍ଧାଳୁଙ୍କର ଭାବବେଗ ଜଡ଼ିତ ରହୁଛି ସେଭଳି ସ୍ଥାନରେ ରଥରେ କିଭଳି ବ୍ୟବସାୟୀମାନେ ନିଜର ପସରା ମେଲାଇ ବସୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯଦି ବ୍ୟବସାୟୀମାନଙ୍କର ଏଭଳି ଆଚରଣ ଜାରି ରହେ, ଭବିଷ୍ୟତରେ ରଥ ଉପରେ ଯେଉଁଠାରେ ଶ୍ରୀଜୀଉ ପୂଜା ପାଉଛନ୍ତି ସେଠାରେ ମଧ୍ୟ ନିଜର ପସରା ମେଲାଇ ବସିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ତେଣୁ ରଥଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ଲୋକଙ୍କୁ ଭାବବେଗକୁ ସମ୍ମାନ ଜଣାଇବା ସହ ରଥଗୁଡ଼ିକର ବ୍ୟବହାର କରୁଥିବା ବ୍ୟବସାୟୀଙ୍କୁ ତୁରନ୍ତ ହଟାଇବାରେ ଆବଶ୍ୟକ ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।